ଦେଖନ୍ତୁ ମୁରଲୀର ସାର କଥା ହେଲା ପରମପିତାଙ୍କ ସ୍ନେହ। ଆଉ ସେ ସ୍ନେହ କେବଳ ନିଜ ସନ୍ତାନମାନଙ୍କ ପାଇଁ, ସେମାନଙ୍କୁ ସୁଧାରିବା ପାଇଁ ସେ ଶ୍ରୀମତ ଦିଅନ୍ତି। ଆଚ୍ଛା, ଶ୍ରୀମତ ମାନେ ଈଶ୍ୱରୀୟ ମାର୍ଗଦର୍ଶନ? ଏକଦମ ଈଶ୍ୱରଙ୍କ ନିଜସ୍ୱ ଶ୍ରେଷ୍ଠ ଦିଶା ନିର୍ଦ୍ଦେଶ। ଆଉ ଏଥିରେ ବାରମ୍ବାର କୁହାଯାଇଛି ନିଜକୁ ନିରନ୍ତର ପବିତ୍ର କରିବାକୁ। ଏଇ ପବିତ୍ରତା କଥା ଆସିଲେ ସମସ୍ତଙ୍କ ମନରେ ଗୋଟେ ପ୍ରଶ୍ନ ଆସେ, ଏ ବିଶ୍ୱରେ ଶାନ୍ତି କେବେ ଆସିବ, କେମିତି ସ୍ଥାପିତ ହେବ? ହଁ, ଏ ପ୍ରଶ୍ନ ତ ସମସ୍ତଙ୍କର। ମୁରଲୀ ଏ ବିଷୟରେ ବହୁତ ସ୍ପଷ୍ଟ ଭାବରେ କହୁଛି। କଣ କହୁଛି? କହୁଛି ଯେ ପ୍ରକୃତ ଶାନ୍ତି ମାନେ ସତ୍ୟଯୁଗୀ ଶାନ୍ତି ସେଇଟା ମହାଭାରତ ଯୁଦ୍ଧ ପରେ ହିଁ ଆସିବ। ଓହୋ, ଯୁଦ୍ଧ ପରେ? ହଁ, କିନ୍ତୁ ସେଥିପାଇଁ ଏବେଠୁ ପ୍ରସ୍ତୁତି ଦରକାର, ଗଭୀର ପ୍ରସ୍ତୁତି। କି ପ୍ରକାର ପ୍ରସ୍ତୁତି? ଏଥିରେ ବହୁତ କଥା ଅଛି, ଯେମିତିକି କର୍ମାତୀତ ଅବସ୍ଥା ହାସଲ କରିବା। କର୍ମାତୀତ ମାନେ କର୍ମର ବନ୍ଧନରୁ ମୁକ୍ତ? ହଁ, ଠିକ୍। ଆଉ ସୃଷ୍ଟିର ଆଦି ମଧ୍ୟ ଅନ୍ତ ଏ ପୁରା ଚକ୍ରର ଜ୍ଞାନକୁ ମନ୍ଥନ କରିବା, ବୁଝିବା। ଆଉ ସବୁଠୁ ଗୁରୁତ୍ୱପୂର୍ଣ୍ଣ ହେଲା ପରମପିତାଙ୍କୁ ମନେ ପକାଇ ପୂରାପୂରି ଶୁଦ୍ଧ ହେବା। ଏଇଟା ଟିକେ ବଡ଼ ଆହ୍ୱାନ ପରି ଲାଗୁଛି ଏ ବେକାର ସମୟକୁ ଦେଖିଲେ, କାରଣ ମୁରଲୀ ବି ତ କହୁଛି ଏ ସମୟଟା ଅନ୍ଧକାରମୟ। ହଁ, କଳିଯୁଗର ଶେଷ ସମୟ। ଆଉ ଏଇଠି କୁହାଯାଇଛି ଯେ ଭକ୍ତି ମାର୍ଗର ଯେତେ ଶାସ୍ତ୍ର ବା ଗୁରୁ ଅଛନ୍ତି ସେମାନେ ପ୍ରକୃତ ଜ୍ଞାନ ଦେବାରେ ସୀମିତ। କେବଳ ପରମପିତା ହିଁ ରାଜଯୋଗ ଶିଖେଇ ପାରିବେ। ଏଇଟା ତ ପ୍ରଚଳିତ ଧାରଣାଠୁ ବହୁତ ଅଲଗା ନୁହେଁ କି? ହଁ, ବାସ୍ତବରେ ଏଇଟା ଏକଦମ ମୂଳ କଥା। ରାଜଯୋଗକୁ ସିଧା ପରମାତ୍ମାଙ୍କ ଶିକ୍ଷା ବୋଲି କୁହାଯାଉଛି। ଆଚ୍ଛା। ଆଉ ଦେଖନ୍ତୁ, ପୁଣି ସେଇ ଶୁଦ୍ଧତା କଥା, ଏହାର ମହତ୍ୱକୁ ବାରମ୍ବାର ଦୋହରାଯାଇଛି। ପରମପିତାଙ୍କୁ ପତିତ ପାବନ କୁହାଯାଇଛି, ମାନେ ପତିତମାନଙ୍କୁ ପବିତ୍ର କରୁଥିବା ଏକମାତ୍ର ସତ୍ତା। ହଁ, ଅର୍ଥାତ୍ ଅପବିତ୍ରରୁ ପବିତ୍ର କରନ୍ତି। ଏକ୍ଜାକ୍ଟଲି। ଆଉ ଏଠି ଜୋର ଦିଆଯାଇଛି ଯେ ବାହାରର ତୀର୍ଥ କରିବା, ନଇଲେ ବୁଡ଼ ପକେଇବା, ସେଥିରେ ପ୍ରକୃତ ଆତ୍ମିକ ଶୁଦ୍ଧତା ଆସେନି। ଏ ଜ୍ଞାନକୁ ଧାରଣ କରିବାକୁ ହେଲେ ଆମ ବୁଦ୍ଧିରୂପକ ପାତ୍ରକୁ ଶୁଦ୍ଧ କରିବାକୁ ପଡ଼ିବ। ସୁନା ପାତ୍ର କଥା ପରି। ହଁ, ସେଇ ସୁନ୍ଦର ଉପମାଟି। ଯେମିତି ସିଂହୀର କ୍ଷୀର ପାଇଁ ସୁନା ପାତ୍ର ହିଁ ଦରକାର, ନହେଲେ ଫାଟିଯିବ। ଆଚ୍ଛା। ମାନେ ଦିବ୍ୟ ଜ୍ଞାନ ପାଇଁ ବୁଦ୍ଧି ଏକଦମ ଶୁଦ୍ଧ ହେବା ଜରୁରୀ। ଆଉ ଯଦି କେହି ପବିତ୍ରତାର ପ୍ରତିଜ୍ଞା ଭାଙ୍ଗିଲା, ତାହେଲେ ଜ୍ଞାନ ଓ ଯୋଗର ରାସ୍ତାରେ ବାଧା ଆସିବ ବୋଲି କୁହାଯାଇଛି। ଆପଣ ଶୁଣୁଛନ୍ତି ରେଡିଓ ତୋଷାଳୀ, ଆମ ମାଟିର ସ୍ୱର।